ନିଜର ଭଲ ଚାହୁଁଥିଲେ ପାଞ୍ଚଟି ସ୍ୱପ୍ନ କାହାକୁ କୁହନ୍ତୁ ନାହିଁ। ଆଜି ଆମେ ଆପଣମାନଙ୍କୁ ଜଣାଇବୁ ନିଜର ଭଲ ଚାହୁଁଥିଲେ ଏହି ପାଞ୍ଚଟି ସ୍ୱପ୍ନ କାହାକୁ କୁହନ୍ତୁ ନାହିଁ। ବନ୍ଧୁଗଣ, ଏହି ପାଞ୍ଚଟି ସ୍ୱପ୍ନ ଭୁଲରେ ମଧ୍ୟ କାହାକୁ କୁହନ୍ତୁ ନାହିଁ। ଦୁନିଆରେ ବହୁତ ଲୋକ ଏପରି ଅଛନ୍ତି ଯିଏକି ନିଜର ସ୍ୱପ୍ନ କାହା ଆଗରେ କହିଦେଇଥାନ୍ତି, କିନ୍ତୁ କିଛି ସ୍ୱପ୍ନ ଏପରି ହୋଇଥାଏ ଯାହାକୁ ଭୁଲରେ ବି କାହା ସହିତ ସେୟାର କରିବା କଥା ନୁହେଁ। ଆପଣଙ୍କ ମଧ୍ୟରୁ ବହୁ ଲୋକଙ୍କୁ କିଛି ନା କିଛି ସ୍ୱପ୍ନ ତ ଅବଶ୍ୟ ଆସିଥାଏ। ବେଳେବେଳେ କିଛି ଭଲ ସ୍ୱପ୍ନ ଆସିଥାଏ ତ ବେଳେବେଳେ ଡର ଲାଗିବା ଭଳି ସ୍ୱପ୍ନ ଆସିଥାଏ। କିଛି ବ୍ୟକ୍ତି ସ୍ୱପ୍ନରେ ଆସିଥିବା କଥାକୁ ନିଜର ସାଙ୍ଗସାଥୀ କି ଘରର ଲୋକଙ୍କୁ କହିଦେଇଥାନ୍ତି, କିନ୍ତୁ ବେଳେବେଳେ ସ୍ୱପ୍ନରେ ବି କିଛି ଏପରି ଜିନିଷ ଦେଖାଯାଇଥାଏ ଯାହାକି କାହାକୁ ବି ସେୟାର କରିବା କଥା ନୁହେଁ। ଆସନ୍ତୁ ଜାଣିବା ସେହି ପାଞ୍ଚଟି ସ୍ୱପ୍ନ ଯାହା ଆପଣଙ୍କୁ କାହାରିକୁ ବି କହିବା ଉଚିତ ନୁହେଁ। ଯଦି ଆପଣଙ୍କୁ କେବେ ବି ଏହି ପ୍ରକାରର ସ୍ୱପ୍ନ ଦେଖାଦିଏ, ଯେପରି ଭଗବାନଙ୍କୁ ଦେଖିବା କିମ୍ବା ଭଗବାନ ଆପଣଙ୍କୁ ଆଶୀର୍ବାଦ ଦେଉଥିବାର ଦେଖିବା, ଯଦି ଆପଣ ଏଭଳି ଦେଖନ୍ତି, ତ ଏହା ବୁଝିନେବା ଆବଶ୍ୟକ କି ଆପଣଙ୍କର ଆତ୍ମା ଏହି ଦୁନିଆର ବାକି ଲୋକଙ୍କ ତୁଳନାରେ ପବିତ୍ର ଅଟେ। ଈଶ୍ୱର ଆପଣଙ୍କ ଆତ୍ମାରେ ସର୍ବଦା ନିବାସ କରିବେ। ଏହା ଆପଣଙ୍କ ଭୌତିକ ଏବଂ ଆଧ୍ୟାତ୍ମିକ ଉନ୍ନତିର ସୂଚନା ଦେଇଥାଏ। ଏଥିପାଇଁ ଏହି ସ୍ୱପ୍ନକୁ କେବେ ବି କାହା ସାଥିରେ ସେୟାର କରନ୍ତୁ ନାହିଁ। ସ୍ୱପ୍ନରେ ଯଦି ଆପଣଙ୍କୁ ଆପଣଙ୍କର ମାତା ପିତା ଆପଣଙ୍କୁ ପାଣି ପିଆଉଥିବାର ଦେଖିନିଅନ୍ତି କି ପାଣି ଦେଉଥିବାର ମଧ୍ୟ ଆପଣ ଦେଖନ୍ତି, ତ ତା ଭବିଷ୍ୟତରେ ଆସୁଥିବା ଉନ୍ନତିର ଶୁଭ ସଂକେତ ଅଟେ। ତ ଏହି ପ୍ରକାରର ଯଦି ସ୍ୱପ୍ନ ଦେଖନ୍ତି ତ କେବେ ବି କାହାରିକୁ କୁହନ୍ତୁ ନାହିଁ। ଯଦି ଆପଣଙ୍କୁ ସ୍ୱପ୍ନରେ ଭଗବାନ ବାରମ୍ବାର ଦେଖାଦେଉଛନ୍ତି ଏବଂ ଯଦି ଆପଣ ଏହି କଥାଟିକୁ କାହାରିକୁ କହିଦିଅନ୍ତି, ତ ଏହି ସ୍ୱପ୍ନରେ ମିଳୁଥିବା ଲାଭ ଅଟକି ଯାଇପାରେ। ଏଥିପାଇଁ ଏହି ସ୍ୱପ୍ନକୁ ଭୁଲରେ ମଧ୍ୟ କାହାରିକୁ କୁହନ୍ତୁ ନାହିଁ। ଯଦି ସ୍ୱପ୍ନରେ ଭଗବାନଙ୍କର ଆଳତି କରିବାରେ ଦେଖନ୍ତି କିମ୍ବା ଆପଣ ଭଗବାନଙ୍କୁ ପୂଜା କରିବାରେ ଦେଖନ୍ତି, ତ ଏହାର ଅର୍ଥ ଅତି ଶୀଘ୍ର ହିଁ ଆପଣ ଜୀବନର ବଡ଼ ପରିବର୍ତ୍ତନ ହେବାକୁ ଯାଉଛି ଏବଂ କୌଣସି ଶୁଭ ଖବର ଅତି ଶୀଘ୍ର ହିଁ ମିଳିବ। କିନ୍ତୁ ଯଦି ଏହି ସ୍ୱପ୍ନ ଆପଣ କାହା ଆଗରେ ସେୟାର କରନ୍ତି, ତ ଆପଣ ହେବାକୁ ଥିବା କାର୍ଯ୍ୟ ବିଫଳ ହୋଇପାରେ। ଏଥିପାଇଁ ଏହି ସ୍ୱପ୍ନକୁ ଭୁଲରେ ମଧ୍ୟ କାହାରିକୁ କୁହନ୍ତୁ ନାହିଁ। ଦେଖନ୍ତୁ, ଏହି ସ୍ୱପ୍ନଟି ଅତ୍ୟନ୍ତ ଉଚ୍ଚ କୋଟିର ବିଚାର କରାଯାଏ। ଯଦି ଆପଣ ସ୍ୱପ୍ନରେ ପରମାତ୍ମାଙ୍କର ବିରାଟ ସ୍ୱରୂପର ଦର୍ଶନ କରନ୍ତି, ତ ଏହା ଜାଣି ନିଅନ୍ତୁ କି ଆପଣ ଯେକୌଣସି ଅବସ୍ଥାରେ ଥାଆନ୍ତୁ ନା କାହିଁକି, ଆପଣଙ୍କର ସମ୍ପର୍କ କେବଳ ସେହି ପରମାତ୍ମାଙ୍କ ସହିତ ହିଁ ଜଡ଼ିତ ହୋଇ ରହିଛି। ଏଥିପାଇଁ ଏହି ସ୍ୱପ୍ନକୁ ଭୁଲରେ ମଧ୍ୟ କାହାରିକୁ